ଆଜ୍ଞା ଦୀପ୍ତି ରେଖା ଆମର ଆଜି ଆସୁଛନ୍ତି ଗର୍ଦ୍ଦପୁର କେନ୍ଦ୍ରାପଡ଼ା ଗର୍ଦ୍ଦପୁର ତହସିଲ ପଡ଼ିଆ ତାଙ୍କୁ ଦେଖିବା ପାଇଁ ଲୋକଙ୍କର ପୁରା ଭିଡ଼। ଆପଣମାନେ ସିଟି ଦେଖିଥିଲେ ଗୋଟେ ମହୋତ୍ସବ ହେଉଛି, ଏଇଟା ହେଉଛି ଆମର ଗର୍ଦ୍ଦପୁର ତହସିଲ ପଡ଼ିଆରେ। ଚାଲନ୍ତୁ ଭିତରକୁ ତ ବହୁତ ସଜା ହେଇଛି, ଲମ୍ବାର ଭିଡ଼ିଓ କରିହେବନି, ଗୋଟେ ଛୋଟ ଭିଡ଼ିଓରେ ଆପଣମାନଙ୍କୁ ଦେଖେଇଦେବି। ଚାଲନ୍ତୁ ଆଗକୁ ଏଣ୍ଟ୍ରି ଗେଟ୍ ଆଜ୍ଞା ଗେଟ୍ଟା କରୁଛି ପୁରା ବଢ଼ିଆ ଅଛି। ତ ଆପଣମାନେ ଆମର ଗର୍ଦ୍ଦପୁର ତହସିଲ ପଡ଼ିଆ ମହୋତ୍ସବ ଯୁବ ମହୋତ୍ସବରେ ଆସିଲେ ନା ନାହିଁ? ଯଦି ଆସିନାହାନ୍ତି ନିହାତି ଭାବରେ ଆସନ୍ତୁ, ବୁଲିବା ଯାଆନ୍ତୁ। ଚାଲନ୍ତୁ ଆଗକୁ ଦେଖି। ତ ଭିଡ଼ ଭିତରେ ପଶୁ ପଶୁ ପ୍ରଥମେ ଦେଖିଲି ମୋ ସାଙ୍ଗକୁ ଟଣିଆ, ତା ସାଙ୍ଗରେ କାବୁଲି ଆସିଛନ୍ତି, ଆମ ଗାଁରୁ ଆଉ 2-3 ଜଣ ଆସିଛନ୍ତି। ତ ଦେଖୁ ଦେଖୁ ଏଠି ଚାଲନ୍ତୁ ଆଗ ଟିକେ ଷ୍ଟଲ୍ ଆଡ଼େ ବୁଲିଯିବା, ଦେଖିବା କ'ଣ କ'ଣ ସବୁ ଅଛି। କାମେଶ୍ୱର ମୋଟର୍ସରେ କିଛି ଷ୍ଟଲ୍ ପଡ଼ିଛି, ଦେଖିଲେ ଭାଇମାନେ ଆମର ଦେଖିକି ଅନଉଛନ୍ତି, କହୁଛନ୍ତି ଭାଇ ଆମର ବ୍ଲଗିଂ କରୁଛନ୍ତି। ଏଇଟା ହେଉଛି ଆଜ୍ଞା ଗୋଟେ କନଫିଡେନ୍ସ କ'ଣ କି ଆପଣ ପବ୍ଲିକ୍ ପ୍ଲେସ୍ରେ ବ୍ଲଗିଂ, ଏଇଟା ଗୋଟେ ବଢ଼ିଆ ଜିନିଷଟା ଆଜ୍ଞା ଏଇଠି ହେଇଛି। ପ୍ରଜାପିତା କୁମାରୀ ମାନେ ଏଇଟା ଶିଶୁ ମନ୍ଦିର ତରଫରୁ ହେଇଛି, ବଢ଼ିଆ ଲାଗୁଛି ଆଜ୍ଞା। ଯାହା ହଉ ମାନେ ଏଇ ସମୟରେ ବି ପ୍ରୋତ୍ସାହନ ଦେଉଛନ୍ତି ସମାଜକୁ, କିଛି ବାର୍ତ୍ତା ବଢ଼ିଆ ବାର୍ତ୍ତା ଦେଉଛନ୍ତି, ବହୁତ ଜିନିଷ ଭଲ ଲାଗୁଛି। ଆଉ ଷ୍ଟଲ୍ ଗୁଡ଼ା ତ ଆଜ୍ଞା ପୁରା ଭର୍ତ୍ତି ହେଇକି ପଡ଼ିଛି, ଦେଖୁଥିବେ ପୁରା ଚାରିକଡ଼ ପଡ଼ିଆର ଚାରିକଡ଼ ସବୁ ଷ୍ଟଲ୍ ପଡ଼ିଛି, ସବୁର ଜିନିଷ ଆଭେଲେବୁଲ୍ ଅଛି। ଯାହା ହଉ ଖୁସି ଲାଗୁଛି ଯେ ଆମର ଗ୍ରାମାଞ୍ଚଳ ଭିତରେ ଜଣାପଡ଼ୁଛି କେଉଁଠି କେଉଁ ଜିନିଷଟା ଆଭେଲେବୁଲ୍ ଅଛି। ଗାଁ ମଧ୍ୟ ଆମର ଯେଉଁ ଭାଇମାନେ ଅଛନ୍ତି କି ଯେଉଁ ମାଉସୀମାନେ ଅଛନ୍ତି, ମାଆମାନେ ଅଛନ୍ତି, ସେମାନେ ମଧ୍ୟ ତାଙ୍କ କାର୍ଯ୍ୟଟାକୁ ଆଗକୁ ନେଇକି ପ୍ରେଜେଣ୍ଟ କରିପାରୁଛନ୍ତି ସବୁ ମେଳାରେ। କି କେଉଁ ମାନେ ଯେମିତି ଗୋଟେ ଖୁସି ଲାଗେ ଯେ କେହି ବସିନାହାନ୍ତି ଆଜ୍ଞା, ସମସ୍ତେ ନିଜ କର୍ମରେ ବ୍ୟସ୍ତ ଅଛନ୍ତି, ଆଉ କିଛି ନା କିଛି ନିଜର କଳା ସଂସ୍କୃତି ଦେଖାଉଛନ୍ତି। ସେଇଟା ଆଜ୍ଞା ବହୁତ ପ୍ରାଉଡ଼ ଲାଗୁଛି କି କେନ୍ଦ୍ରାପଡ଼ା ମାଟିରେ ବି ଆଜ୍ଞା ବହୁତ କିଛି ଜିନିଷର ଆଭେଲେବୁଲ୍ ଅଛି। ଏଇଠି ଦେଖନ୍ତୁ ମିକ୍ସଚର ବିକୁଛନ୍ତି ଭାଇ ଆମର, ଏପଟେ ଆମର ମୀନା ବଜାର ଟାଇପ୍ର ଗୋଟେ ଛୋଟିଆଟେ ପଡ଼ିଛି, ତା ଭିତରକୁ ମଧ୍ୟ ଟିକେ ପଶିଯିବା, ଟିକେ ବୁଲି ଆସିବା। ଚାଟ୍ ଚାଉମିନ୍ ଦୋସା ଫୋସା ସବୁ ପଡ଼ିଛି। ତ ପୁଣି ବାହାରି ଆସିଲି ମୁଁ, ଦେଖନ୍ତୁ ପଡ଼ିଆ ସାରା ତ ପୁରା ଭିଡ଼, ଆଉ ଅପେକ୍ଷା ଅଛି କେବଳ ଜଣକୁ କି ଆଜ୍ଞା ଆଜି ଦୀପ୍ତି ରେଖା ଆସିବେ ଅନ୍ ଷ୍ଟେଜ୍, ଗୀତ ଗାଇବେ, ନାଚିବେ, ଝୁମେଇବେ, ସମସ୍ତଙ୍କୁ ବହୁତ ଖୁସି ଲାଗିବ। ଆମେ ବି ଆଜ୍ଞା ବହୁତ ଦୂରରୁ ଆସିଛୁ, ତ ଯେହେତୁ କିଛି ଧୂଳି ଏତେ ଜୋର ଉଡ଼ୁଛି ସେଥିପାଇଁ ମୁଁ ବାଧ୍ୟ ହୋଇକିରି ରୁମାଲ ଦେଇଦେଲି ମୁହଁରେ, କାହିଁକିନା ଧୂଳି ଉଡ଼ୁଛି, ବହୁତ ଡଷ୍ଟ ଇନଫେକ୍ସନ୍ ହେଉଛି। ଦେଖନ୍ତୁ କେତେ ଦୂରରେ ଷ୍ଟେଜ୍ କରିଛନ୍ତି, କେତେ ପାଖରୁ ପିଲା ମାନେ ଦେଖିବେ। ତ ଦେଖନ୍ତୁ ଷ୍ଟେଜ୍ ଆଜ୍ଞା କେତେ ଦୂରରେ ଅଛି, ଆଉ ଆମେ କେତେ ଦୂରରେ ଠିଆ ହେଇକିରି ଦେଖିବୁ। ତ ଚାଲନ୍ତୁ ଭିତରକୁ ଯିବା। ଆଉ ଏତେ ଭିଡ଼ ଭିତରେ ବହୁତ ଖୁସି ଲାଗୁଛି। ଏ ଦେଖନ୍ତୁ ସାର୍ ଆମର ହାବୁଡ଼େ ପଡ଼ିଗଲେ ମୋର, କାହିଁକିନା ମୁଁ ଆସିନି ବହୁତ ଦିନ। ସାର୍ କହିଲେ କାହିଁ ଆସିନା? ମୁଁ କହିଲି ସାର୍ ମୋ ଦେହଟା ଭଲ ନାହିଁ, ଆସିବି ଆଉ। ଆଉ ଏଠି କ'ଣ ହେଇଛି ନା, ଯେହେତୁ ଦୂରରେ ଦେଖାଯାଉନି ଲୋକଙ୍କୁ, ସେଥିପାଇଁ ଗୋଟେ ବାହାରେ ପର୍ଦ୍ଦା ପଡ଼ିଛି, ତ ପର୍ଦ୍ଦାରେ ଲୋକମାନେ ଦେଖି। ତ ଏଠି ଆଉ ଜଣେ ଗାଁର ଭାଇ ମୋର ଦେଖିବା ପାଇଁ ଲୋକଙ୍କର ପୁରା ଭିଡ଼, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ଦେଖା ନାହିଁ, ମାନେ ଅସଲ ଭିତରେ ବାହାରିବେ ଆଉ। जय श्री राम। उपस्थित सब श्रोताबंधु मानक मंचर हे प्रणाम जणाउछि। मंच सम्मुखରେ उपस्थित सब गुरुजन ମାନଙ୍କୁ गौतमपुर माटी पूर्व वर्ष भी गौतमपुर महोत्सव फाइनाली आमे देखिलु दीप्ति रेखा पाड़ी आसिकी स्टेज रे मंचस्थ आरंभ कले। तो आम ए चलू कहीं आम बहुत दूर जीवु जेहेतु रही हेनी पलैबा। मोर देखा पाखापाखि 15 दिन हम मुझे ड्यूटी जाइनी देह जेहेतु भल ना पारादीप तो मुझे पारादीप तो भाई मोर देखा खाया
ତେବେ ସେ ଆସିକି ପହଞ୍ଚିଗଲେ ସମସ୍ତେ ବାହାରକୁ ବାହାରିବେ। ବୁଲାବୁଲି ସରିଗଲା, ଏବେ ଆମେ ବାହାରିଲୁ। ତ ଆପଣମାନେ କେବେ ଆସୁଛନ୍ତି ନିହାତି ଭାବରେ କମେଣ୍ଟ ବକ୍ସରେ କହିବେ। ଆଉ କ'ଣ